ଗତକାଲି ରାତିରେ ଆମର ମୋଟମା ଥାନାର ସବ୍ ଇନ୍ସପେକ୍ଟର ସବିତା ନାୟକ ଏବଂ ତାର ପୁଲିସ ଟିମ୍ ରାତି ପେଟ୍ରୋଲିଂ କରୁଥିବା ସମୟରେ ଗୋଟେ ଇନଫର୍ମେସନ୍ ପାଇଥିଲେ ଯେ ଲୁମିନା ଯେଉଁ କେନାଲ ରୋଡ୍ ଅଛି ସେଠି 8-10 ଜଣ ଲୋକ ଯେଉଁମାନେ କି ଏକତ୍ରିତ ହୋଇ ସେଠି ଗୋଟେ ଯୋଜନା କରୁଛନ୍ତି ଗୋଟେ କ୍ରାଇମ୍ କରିବା ପାଇଁ। এই ইনফরমেশন পাইলে পরে ইমিডিয়েটলি মানে প্রসিড করতে এবং পুলিশ গাড়ি সেটা পৌঁছলা বেলକୁ ସେମାନେ পুলিশ গাড়ি ଦେଖିଲେ ସେମାନେ ଇମିডিଏଟଲି ସେ ডিসକସ୍ ହେଇଥିଲେ ଯୋଉଟା ତାଙ୍କର ଆସିଥିଲେ ବା ସେ 8-10 ଜଣ ଥିଲେ ତାପରେ 5 ଜଣ ଧରିବା ପାଇଁ ସକ୍ଷମ ହୋଇଥିଲେ। ତ 5 ଜଣ ଯୁବକକୁ ସେମାନେ ଧରିଥିଲେ ଏବଂ ସେମାନଙ୍କୁ ତାକୁ ସର୍ଚ୍ଚ କରିବାରୁ ସେମାନଙ୍କ ପାଖରେ ପିସ୍ତଲ ମିଳିଥିଲା ଏବଂ 2ଟା କଟୁରୀ 2ଟା ଷ୍ଟିଲ୍ ପାଇପ୍ ଆଉ କିଛି ଲଙ୍କା ଗୁଣ୍ଡ ପ୍ୟାକେଟ୍ ଥିଲା ଏବଂ ତାଙ୍କର ପାଖରେ 2ଟା ମୋଟରସାଇକେଲ ସିଜ୍ ହୋଇଛି। 2ଟା ମୋଟରସାଇକେଲ ସିଜ୍ ଏକ୍ସଟ୍ରିମ୍ ଆଉ ଗୋଟେ ୟାମା ଏଫଜେଡଏସ୍ ମୋଟରସାଇକେଲ 2ଟା ଥିଲା ଏବଂ 20ଟା ମୋବାଇଲ ଫୋନ୍ ତାଙ୍କର ମିଳିଥିଲା ଏବଂ 4,000 ଟଙ୍କା ମଧ୍ୟ ଏବଂ ଏମାନଙ୍କ ଗତିବିଧି ବହୁତ ସନ୍ଦେହଜନକ ଥିଲା। ତେଣୁ ପୁଲିସ୍ ଇମିଡ଼ିଏଟଲି ସେମାନଙ୍କୁ ଆପ୍ରିହେଣ୍ଡ କରି ଥାନାକୁ ଆଣିଥିଲେ ଏବଂ ସେମାନେ ପଚରାଉଚରା କଲା ପରେ ସେମାନେ ବିଭିନ୍ନ ଆମର ମୋଟମା ଏବଂ କଣ୍ଟାବାଡ଼ି ଥାନାର ବିଭିନ୍ନ କେସ୍ରେ ଇନଭଲ୍ଭ ଅଛନ୍ତି। ସେମାନଙ୍କୁ କନଫେସ୍ କରିଥିଲେ ବିଭିନ୍ନ ଜାଗାରେ ସେମାନେ ମାନେ ଲୋକମାନଙ୍କୁ ଆଶ୍ରୟ କରି ଜଣଙ୍କୁ ମୋବାଇଲ ଫୋନ୍ ଛଡ଼େଇ ନେଇଯାଉଥିଲେ, କେଉଁଠି ପଇସା ନେଇଯାଉଥିଲେ, ପିସ୍ତଲ ଦେଖି ସେମାନଙ୍କୁ ଲୋକମାନଙ୍କୁ ଟେରରାଇଜ୍ କରୁଥିଲେ। ଫାଇନାନ୍ସ କମ୍ପାନୀ ଯେଉଁମାନେ ଅଛନ୍ତି ସେମାନଙ୍କ ପାଖରେ ମଧ୍ୟ ଟଙ୍କା ପଇସା ଛଡ଼େଇ ନେଇଯାଉଥିଲେ ପ୍ରଭାବିତ କରି ଏହି କଣ୍ଡିସନରେ ଟୋଟାଲ ତାମାନେ 10ଟା କେସ୍ କରାଯାଇଛି। 10ଟା କେସ୍ ବାହାରୁଛି। ଏହି କେସ୍କୁ ଛାଡ଼ି ଆଉ 10ଟା କେସ୍ ଅଛି ଯେଉଁଟାକି ପେଣ୍ଡିଂ ଥିଲା, ସେଥିରେ ମଧ୍ୟ ସେମାନେ ଇନଭଲ୍ଭ ଅଛନ୍ତି ଏବଂ କନଫେସ୍ କରୁଛନ୍ତି ସେମାନେ କ୍ରାଇମ୍ କରୁଛନ୍ତି। ତେଣୁ ଏମାନଙ୍କୁ ଆଜି ଆରେଷ୍ଟ କରାଯାଇଛି। ଆରେଷ୍ଟ କରି ଏମାନଙ୍କୁ ଆଜି ପୋଲିସ କରାଯାଇଛି।